ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ବର୍ତ୍ତମାନ ବରିଷ୍ଠ ନାଗରିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବହୁତ ବଡ଼ ଘୋଷଣା। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା, ଏହାର ଆବେଦନ ବର୍ତ୍ତମାନ ଚାଲୁ ରହିଛି। ଆପଣମାନେ କିପରି ଏହାକୁ ଆବେଦନ କରିବେ, ଅଫଲାଇନ୍ ଅନଲାଇନ୍, ମୁଁ ଆପଣମାନଙ୍କୁ କହିବି। ଦେଖନ୍ତୁ, ଦେଶର ବିଭିନ୍ନ ତୀର୍ଥସ୍ଥାନ ଯେପରି ଶିରିଡ଼ି ସାଇ, ବାରାଣାସୀ, କାମାକ୍ଷା, ଅଯୋଧ୍ୟା, ବେଲୁର ମଠ, ଏ ସମ୍ପୂର୍ଣ୍ଣ ଜାଗାକୁ ଆପଣମାନେ କିପରି ମାଗଣା ଯାଇପାରିବେ, ଏହାକୁ କିପରି ଆବେଦନ କରିବେ। ଦେଖନ୍ତୁ, 5ଟି ଜାଗାକୁ ଟ୍ରେନ୍ ବାହାରୁଛି: ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାୟଗଡ଼ା ଓ ବାଲେଶ୍ୱର। এই 5ଟି ଜାଗାରୁ ଟ୍ରେନ୍ ବାହାରୁଛି। ଆପଣମାନେ ଯଦି ଏହି ଅଞ୍ଚଳରେ ହୋଇଥିବେ ବା ଯେକୌଣସି ରାଜ୍ୟ ଯେକୌଣସି ଜିଲ୍ଲାରୁ ଏହାକୁ ଆପଣମାନେ ଆବେଦନ କରିପାରିବେ। ଏଥିପାଇଁ କ'ଣ ରହିଛି ଗାଇଡ଼ଲାଇନ୍ସ, କେଉଁମାନେ ଆବେଦନ କରିପାରିବେ, ମୁଁ ସମ୍ପୂର୍ଣ୍ଣ ରୂପେ ଆପଣମାନଙ୍କୁ କହିବି। ତେଣୁ ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଦେଖନ୍ତୁ, ଇଏ ଥିଲା ଅଫଲାଇନ୍ ଫର୍ମ। ଆପଣମାନେ ଯେକୌଣସି ବ୍ଲକ ଅଫିସ୍ ବା ପର୍ଯ୍ୟଟନ ବିଭାଗ ସାଇଟ୍ ୱେବସାଇଟ୍ରୁ ପାଇପାରିବେ। ଏହି ଅଫଲାଇନ୍ ଫର୍ମଟିକୁ ଆପଣମାନେ କିପରି ଫିଲ୍ଅପ୍ କରିବେ, ଦେଖନ୍ତୁ, ଏଠି ରହିଛି ଆପଣଙ୍କ ନାମ। ଏଠି ସମ୍ପୂର୍ଣ୍ଣ ରୂପେ ନାମ ଲେଖିବେ। ତା ସହିତ ଆପଣ ପିତାଙ୍କ ନାମ ଦେବେ। ଏଠି ଆପଣ ଠିକଣା ବା କେଉଁ ଜିଲ୍ଲାରେ ଆପଣ ଆବେଦନ କରୁଛନ୍ତି ତାର ସମ୍ପୂର୍ଣ୍ଣ ଠିକଣା, ତା ସହିତ ଏଠି ଆଧାର କାର୍ଡ଼ ନମ୍ବର ଦେବେ ଏବଂ ଫୋନ୍ ନମ୍ବର ବା ଇମେଲ୍ ଆଇ ଡ଼ି ଏବଂ ଜନ୍ମ ତାରିଖ ଏଠି ଦେବେ। ଏବେ ଦେଖନ୍ତୁ, ଏଠି ଅଛି କି ଲିଙ୍ଗ ବା ପୁରୁଷ ମହିଳା, ଏଠି ଆପଣ ଚେକ୍ କରିବେ। ବ୍ଲଡ଼ ଗ୍ରୁପ୍ ନିହାତି ଆବଶ୍ୟକ। ଏଠି ଗୋଟେ ଆପଣମାନେ ଗୋଟେ ଫଟୋକୁ ଏଠି ଅପଲୋଡ଼ କରିବେ ବା ଫଟୋକୁ ଏଠି ପେଷ୍ଟ କରିବେ। ଏବଂ ଯଦି ଆପଣ ଉଭୟ ସ୍ୱାମୀ ସ୍ତ୍ରୀ ଯାଉଛନ୍ତି ତାହେଲେ ଏଠି ଦେଖନ୍ତୁ ସ୍ୱାମୀଙ୍କ ନାମ, ସେମାନେ ଜନ୍ମ ତାରିଖ, ଆଧାର ନମ୍ବର, ଏଠି କେଉଁ ବ୍ଲଡ଼ ଗ୍ରୁପ୍, ଏ ସ୍ତ୍ରୀଙ୍କୁ ମଧ୍ୟ ଏଠି ଫଟୋ ଉଠି ଦେବେ ଏଠି। ଏବଂ ଯେଉଁମାନେ 70 ବର୍ଷରୁ ଉର୍ଦ୍ଧ୍ୱ, ଯଦି 70 ବର୍ଷରୁ ଉର୍ଦ୍ଧ୍ୱ ନାଗରିକ ବା ପଞ୍ଜୀକୃତ କରୁଛନ୍ତି ତାହେଲେ ଏଠି ଜଣେ ସହାୟକ ନିହାତି ଆବଶ୍ୟକ। ବା ଯଦି 70 ବର୍ଷ ଉର୍ଦ୍ଧ୍ୱ ନାଗରିକ ଯାଉଛନ୍ତି ତାଙ୍କ ସାଙ୍ଗରେ ଜଣେ ସହାୟକ ଯାଇପାରିବେ। ଏଥିପାଇଁ ସହାୟକଙ୍କ ଏଠି ଫଟୋ ଦେବେ। ତା ସହ ସହାୟକଙ୍କ ନାମ, ତାଙ୍କ ପିତାଙ୍କ ନାମ ଏବଂ ସମ୍ପୂର୍ଣ୍ଣ ଠିକଣା, ଜନ୍ମ ତାରିଖ, ଆଧାର ନମ୍ବର ଏବଂ ଏଠି ଲିଙ୍ଗ ଦେବେ ଏବଂ ଅନ୍ୟାନ୍ୟ ଏଠି ଆପଣ କ୍ଲିକ୍ କରିକି ବା ଏଠି ଆପଣ ଫିଲ୍ଅପ୍ କରିବେ। ଏବଂ ସହାୟକଙ୍କ ଏଠି ବ୍ୟାଙ୍କ ନାମ, ବ୍ୟାଙ୍କ ଡ୍ରାଫ୍ଟ, ତାରିଖ ଏବଂ ପରିମାଣ, ଏଠି ଅଣ୍ଡରଟେକିଂ ଲେଖିବେ। ତା ସହିତ ଦେଖନ୍ତୁ ଏଠି ତାରିଖ, ସ୍ଥାନ ଦେବେ ଏବଂ ଆବେଦନକାରୀଙ୍କ ଏଠି ସ୍ୱାକ୍ଷର ପକାଇବେ। ତାପରେ ଦେଖନ୍ତୁ ଏଠି ଇଏ ଥିଲା, ଏଇଟା ଆପଣ ଫିଲ୍ଅପ୍ କରିବେ ନାହିଁ, ବା ପର୍ଯ୍ୟଟନ ବିଭାଗ ଅଧିକାରୀ ଏଠି ଫିଲ୍ଅପ୍ କରିବେ। ଦେଖନ୍ତୁ, ଏଇ ଫର୍ମ ସହିତ ତାପରେ ଆପଣମାନେ କ'ଣ କରିବେ ନା ନିଜର ଆବେଦନକାରୀଙ୍କ ସମ୍ପୂର୍ଣ୍ଣ ଭାବେ ଫର୍ମଟିକୁ ସଠିକ୍ ଭାବେ ଫିଲ୍ଅପ୍ କରିବେ। ତା ସହିତ ପରିଚୟପତ୍ର, ଯେପରିକି ଭୋଟ ପରିଚୟପତ୍ର, ଆଧାର କାର୍ଡ଼ ଏବଂ ବୟସ ଠିକଣା। ଏବଂ ଯଦି ଆପଣମାନେ ହ୍ୟାଣ୍ଡିକ୍ୟାପ୍ଟ ହେଇଛନ୍ତି ତାର ବି ଏଠି ଗୋଟେ କପି ଦେବେ। ତା ସହିତ 2ଟି ପାସପୋର୍ଟ ସାଇଜ୍ ଫଟୋ, ଏ ସମସ୍ତକୁ ଏହି ଫର୍ମ ସହିତ ଯୋଡ଼ିବେ। ଏବଂ ଆବେଦନକାରୀ ନିଜର ପରିଚୟ ଠିକଣା ବା ଯେକୌଣସି ରାସନ କାର୍ଡ଼ ହେଉ ବା ମନରେଗା NRGS କାର୍ଡ଼ ହେଉ ବା ଅନ୍ତର୍ଦୟ ବା ଅନ୍ନପୂର୍ଣ୍ଣା କାର୍ଡ଼, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଏ ସମସ୍ତ କାର୍ଡ଼କୁ ଆପଣମାନେ ଏହି ଫର୍ମ ସହିତ ସଂଲଗ୍ନ କରିବେ। ତାପରେ ଦେଖନ୍ତୁ ସହାୟକଙ୍କ ଏଠି ରହିଛି ଯେଉଁ ବାବଦର ବ୍ୟାଙ୍କ ଡ୍ରାଫ୍ଟ, ଏଠି ଭୁବନେଶ୍ୱର ନାମରେ ପଞ୍ଜୀକୃତ ହୋଇଥିବା ନିହାତି ଆବଶ୍ୟକତା। ଏବଂ ଏ ସମ୍ପୂର୍ଣ୍ଣ ଫର୍ମଟିକୁ ଆପଣମାନେ ସଠିକ୍ ଭାବରେ ଫିଲ୍ଅପ୍ କରିବେ, ଭୁଲ ବି ଜମା କରିବେ ନାହିଁ। ତା ସହିତ ଏହି ଡକ୍ୟୁମେଣ୍ଟକୁ ସଂଲଗ୍ନ କରିବେ। ଏହି ଫର୍ମଟିକୁ ଆପଣମାନେ ଜିଲ୍ଲା ପର୍ଯ୍ୟଟନ ବିଭାଗ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆପଣମାନେ ସ୍ୱହସ୍ତରେ ଆବେଦନ ଦେଇପାରିବେ। ନହେଲେ ପୋଷ୍ଟ ମାଧ୍ୟମରେ ଆପଣମାନେ ଯେକୌଣସି ଜିଲ୍ଲା କାର୍ଯ୍ୟାଳୟକୁ ଏହି ଫର୍ମଟିକୁ ପଠାଇ ପାରିବେ। ଯଦି ଆପଣଙ୍କ ଫର୍ମଟି ସମ୍ପୂର୍ଣ୍ଣ ଭାବେ ଠିକ୍ ଥିବ, ତା ସହିତ ଯଦି ଆପଣମାନେ ଏଲିଜିବୁଲ୍ ହେବେ ତାହେଲେ ଆପଣମାନେ ଯୋଗ୍ୟ ହୋଇକି ଆପଣଙ୍କ ଲିଷ୍ଟ ବାହାରିବ। ତାପରେ ଆପଣମାନେ ଭାରତର ଯେକୌଣସି ତୀର୍ଥସ୍ଥାନକୁ ମାଗଣାରେ ଯାଇପାରିବେ। ଏ ଥିଲା ଅଫଲାଇନ୍ ଫର୍ମ। ଚାଲନ୍ତୁ ଦେଖିବା, ମୁଁ ଆପଣମାନଙ୍କୁ କହିବି କିପରି ଆକୁ ଅନଲାଇନ୍ ମଧ୍ୟ ଆବେଦନ କରିବେ। ଆପଣମାନେ ତ ସମସ୍ତେ ମୋବାଇଲ ଫୋନ୍କୁ ବ୍ୟବହାର କରୁଛନ୍ତି। ଆପଣମାନେ ଜଷ୍ଟ କ୍ରୋମ୍ ବ୍ରାଉଜର ସର୍ଚ୍ଚ କରିବେ ବା ଯେକୌଣସି ସର୍ଚ୍ଚିଂ ବ୍ରାଉଜର ଆପଣ ସର୍ଚ୍ଚ କରିବେ, BNTYY ସର୍ଚ୍ଚ କଲା ପରେ ଏହିପରି ଟୁରିଜିମ୍ ଡିପାର୍ଟମେଣ୍ଟର ଗୋଟେ ହୋମ୍ ପେଜ୍ ଆସିବ। ଆପଣମାନେ ତଳୁ ତଳୁ ସ୍କ୍ରଲ୍ କରି ଦେଖନ୍ତୁ, ଏଇଠି ଅଛି ସବମିଶନ୍ ଅଫ୍ ଅନଲାଇନ୍ ଆପ୍ଲିକେସନ୍। ଏଠି ରହିଛି, ଏଇଠି ଆପଣମାନେ କ'ଣ କରିବେ, ଏଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ଗୋଟେ ଏକ୍ସଟର୍ନାଲ୍ ଏଠି ଗୋଟେ ଲିଙ୍କ୍ ଆସିବ। ଏଠି ଆପଣ ଓକେ ଦେବେ।
ଆପଣ ଏଠି ଓକେ ଦେଲା ପରେ ଦେଖନ୍ତୁ ଏହିପରି ଗୋଟେ ପେଜ୍ ଆସିବ। ଆପଣମାନେ କ'ଣ କରିବେ ଏଠି ମିନିମାଇଜ୍ କରିବେ, ତାପରେ କ'ଣ କରିବେ ନା ଏଠି କେଉଁ ସ୍କିମ୍ ଟ୍ରାଭେଲ୍ ରହିଛି ଏଠି ଆପଣ କ୍ଲିକ୍ କରିବେ। ଏଠି BNTYY ଏଠି 24-25 ଏଠି କ୍ଲିକ୍ କରିବେ। ତା ସହିତ ପ୍ରୋସିଡ୍ ଅପସନ୍ ରହିଛି, ଏ ପ୍ରୋସିଡ୍ ଅପସନ୍କୁ ଆପଣମାନେ ଦେବେ। ତାପରେ ଦେଖନ୍ତୁ ଆପଣ ଦେଲା ପରେ ଏଠି ଆପଣମାନଙ୍କର ଏଠି ମୋବାଇଲ୍ ନମ୍ବରକୁ ଏଠି ଦେବେ। ତାପରେ ଆପଣ ମୋବାଇଲକୁ ଗୋଟେ OTP ଆସିବ। ଏ OTPକୁ ଆପଣମାନେ ଦେଇକି ତାପରେ ଆପଣମାନେ କ'ଣ କରିବେ ଲଗ୍ଇନ୍ କରିବେ। ଲଗ୍ଇନ୍ କରିକି ଆପଣମାନେ କ'ଣ ଷ୍ଟେପ୍ ବାଇ ଷ୍ଟେପ୍ ଏଠି ଆବେଦନ କରିବେ। ଇଏ ଥିଲା ଅନଲାଇନ୍ ଫର୍ମ।